Hello, friends, and my dear students. Welcome to Bonita Dipti Explores. ଯେଉଁଠି ଆପଣମାନେ ପାଆନ୍ତି କେବଳ ଏଜୁକେଶନାଲ ଭିଡ଼ିଓ। ଆଜି ଆମେ ଏହି ଭିଡ଼ିଓରେ ଅଷ୍ଟମ ଶ୍ରେଣୀ ଗଣିତ ବହିର ସେକେଣ୍ଡ ଚାପ୍ଟର ଘାତର ଖେଳର ପେଜ୍ 30, 32 ଆଉ 38ରେ ଥିବା ପ୍ରଶ୍ନ ଗୁଡ଼ିକର ସମାଧାନ କରିବା। ପ୍ରତ୍ୟେକ ଭିଡ଼ିଓରେ ନିଜେ କରି ଦେଖ କରିବା ପୂର୍ବରୁ ମୁଁ ତା ଫଣ୍ଡାମେଣ୍ଟାଲ ଗୁଡ଼ାକ ତୁମକୁ ବୁଝଉଛି। ସେଗୁଡ଼ାକ ବୁଝିଲେ ତୁମକୁ ନିଜେ କରି ଦେଖ ବା ଅନୁଶୀଳନୀ କରିବାକୁ ସହଜ ହେବ। ସେଗୁଡ଼ାକ ଆଦୌ ସ୍କିପ୍ କରିବନି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ଦେଖିବ। ଦେଖିଲେ ତୁମର ଫଣ୍ଡା କ୍ଲିଅର ଥିଲେ ତୁମେ ଗଣିତଟାକୁ ଭଲସେ ବୁଝିପାରିବ, କରିପାରିବ, ମନେ ରଖିପାରିବ। ଷଷ୍ଠ ଶ୍ରେଣୀରେ ତୁମେ ସଂଖ୍ୟା ରେଖା ପଢ଼ିଛ। ଏଠି ଠିକ୍ ସେଇଭଳି ଆମେ ଘାତର ରେଖା ପଢ଼ିବା। ଏଠି 4ର ଘାତର ରେଖା କରାଯାଇଛି। ମଝିରେ ଦେଖ ଲେଖା ହେଇଯାଇଛି 4 to the power 0 1, 4 to the power 1 ହେଲା 4, 4 ର ସ୍କୋୟାର 16, 4 ର କ୍ୟୁ 64, ଏମିତି 4 to the power 8 ପର୍ଯ୍ୟନ୍ତ ଲେଖାଯାଇଛି। ତଳକୁ ଦେଖ ସବୁ ମାଇନସ୍ ପର୍ଯ୍ୟନ୍ତ ଲେଖାଯାଇଛି, ମାନେ ଘାତ ଗୁଡ଼ାକ ମାଇନସ୍ ହେଇଛି। 4 to the power 1 ପରେ -1 -2, -1 ହେଲା 1/4, 4 to the power -2 ହେଲା 1 ବିଭକ୍ତକ 16, ସେମିତି 4 to the power -3 ହେବ 1 ବିଭକ୍ତକ 64, 64। ତେଣୁ ଆମେ କ'ଣ ଜାଣିଲେ, ଆଗକୁ ଯେତିକି ପ୍ଲସ୍ ଯାଇପାରିବା ଘାତରେ, ପଛକୁ ସେତିକି ମାଇନସ୍ ବି ଯାଇପାରିବା ଘାତରେ। ଠିକ୍ ସଂଖ୍ୟା ରେଖା ଯେମିତି ଥିଲା ସେଇଭଳିଆ। 4 × 16, ପ୍ରତି ଥରକରେ 4 ଲେଖା ଗୁଣି ହେଇଛି। ଗୋଟେ ଘାତ ବଢ଼ିଲେ 4 ଗୁଣ ଲେଖା ଗୁଣି ହେଇଛି। ସେମିତି ଏପଟେ ବି ଦେଖ 4 to the power 3ରେ 16 ହରିଲେ ଆମକୁ 4 to the power 1 ମିଳିବ। 16 × 4 = 64। ଏମିତି ତଳକୁ ତଳକୁ ଆସିଲେ 4 ହରି ହରିକି ଯିବା, ଉପରକୁ ଉପରକୁ ଗଲେ 4 ଗୁଣ ଲେଖା ଗୁଣି ଗୁଣିକି ଯିବା। 4 to the power 8, 4 to the power 7, 4 to the power 6, ଏମିତି ତଳକୁ ତଳକୁ ଆସିଲେ 4 ଲେଖା ହରି ହରି ହେଇକିରି ଆସିଛି। ଏଇଠି ଦେଖ 4 to the power 8 ହରଣ 4 to the power 3, 8 ରୁ 3 ଗଲେ 5, ଆମେ 4 to the power 5କୁ କେତେ ପ୍ରକାରେ ପାଇପାରିବା। ମଝିରେ ଦେଖ ଲେଖାଯାଇଛି 4 to the power 3 ଗୁଣନ 4 to the power 2, ଘାତ ମିଶିଗଲା 3 2 5, ଏମିତି ବି ଆମକୁ ଉତ୍ତର ମିଳିବ। 4 to the power 7 ଗୁଣନ 4 to the power -2, ସେମିତି 7 ପ୍ଲସ୍ -2, 7 ରୁ 2 ଗଲେ 5, ତାମାନେ 4 to the power 5କୁ ଆମେ 3 ପ୍ରକାରେ ପାଇପାରିବା। ହେଲା, 3 ପ୍ରକାରରେ ଆମେ ପାଇଲେ ଏଇଭଳିଆ ଅନେକ ପ୍ରକାରରେ ଆମେ ମଧ୍ୟ ସମାଧାନ କରିପାରିବା। ତାମାନେ ଗୋଟିଏ ଘାତକୁ ଆମେ ଅନେକ ପ୍ରକାର ରୂପରେ ଲେଖିପାରିବା। ସେଇ କନସେପ୍ଟଟା ତୁମ ମୁଣ୍ଡରେ ଏଠି ପୁରା ଯାଉଛି। ଏବେ ଦେଖ 4 to the power 5ର ମୂଲ୍ୟ ହେଲା 1024। ଉପରକୁ ଉପରକୁ ଗଣିଲେ ଆମକୁ ଯିବା, ତେଣୁ 4 to the power 5ଟା ଆମକୁ କେମିତି ମିଳିଛି 65,536, ସେଟା ହେଲା 4 to the power 8 ହରଣ 64, 64 ମାନେ 4 to the power କ୍ୟୁ। ତାମାନେ ବାମ ପଟେ ଯୋଉ ଲେଖା ଯାଇଥିଲା ସବା ଉପରେ 4 to the power 8 ହରଣ 4 to the power 3, ତାର ମୂଲ୍ୟଟା ଖୋଲିକିରି ଏଠି ଲେଖାଯାଇଛି। ବାମ ପଟ 3ଟାକୁ ଡାହାଣ ପଟ 3ଟା ଦେଖ, ଏଇଟା ହେଲା ଏଇଟା 4 to the power 7, 4 to the power -2। ଏଠି ସେମିତି 4 to the power 3 ହେଲା 64, 4 ର ସ୍କୋୟାର ହେଲା 16। ଏବେ ଏଇ ଦିଟା ଆକୁ ଗୁଣିଲେ ବି 1024 ହେବ। ସେମିତି 4 to the power 8 ଏଇଟା ହେଲା 4 to the power 3, ତାକୁ ହରିଲେ ମଧ୍ୟ 1024 ହେବ। ତେଣୁ ଅନେକ ପ୍ରକାରରେ ଆମେ ସମାଧାନ କରିପାରିବା। ବାକି ରହିଲା ଗୁଣନ ମିଶ୍ରଣ, ଏଗୁଡ଼ାକ ସବୁ ଠିକ୍ କରିବା ଦରକାର। ଏବେ ଦେଖ ନିଜେ କରି ଦେଖ, ବଢ଼ିଆ ଭାବରେ ଦେଇଛି। ତାମାନେ 4 to the power 7 ସଂଖ୍ୟାଟି 4 to the power 5 ଠାରୁ କେତେ ଗୁଣ ବଡ଼? 2 ଗୁଣ ବଡ଼। କେମିତି ଜାଣିବା? 4 to the power 7ରୁ 4 to the power 5 ହରିଦେବା। 7 ରୁ 2 ଗଲେ 5, କାରଣ ଆମର ଆଧାର ସମାନ ଅଛି, ନହେଲେ ତାର ମୂଲ୍ୟ ବି ହରିପାରିବ। 4 to the power 7ର ମୂଲ୍ୟ ଦେଇଛି, 4 to the power 5ର ମୂଲ୍ୟ ଦେଇଛି, ତାକୁ ବି ହରିଲେ ହେବ। ଏତେ ବଡ଼ ବଡ଼ ସଂଖ୍ୟା କାହିଁ ହରିବ? କାହିଁ ସହଜରେ ଆଧାର ଘାତରେ ନ କରିବ? ଘାତରେ ହରଣ କରିବା ବହୁତ ସହଜ। ଆଧାର ସମାନ ଅଛି, ଘାତ ଫେଡ଼ିଦେବ। ତାପରେ ନମ୍ବର ପ୍ରଶ୍ନ ଦେଖ 4 to the power -2 ଠାରୁ 4 ର ସ୍କୋୟାର କେତେ ଗୁଣ ବଡ଼? ତାମାନେ 4 to the power -2 ଆଉ 4 ର ସ୍କୋୟାର, ଆଙ୍କ ଭିତରେ କିଏ ବଡ଼? 4 ର ସ୍କୋୟାର। ତେଣୁ 4 ର ସ୍କୋୟାର ବା 4 to the power +2ରୁ 4 to the power -2 ହରଣ କରାହବ। 4 to the power +2 ବିଭକ୍ତ 4 to the power -2। ଏବେ 4 to the power -2 ଯିଏ ସିଏ କେତେ 1/4 ର ସ୍କୋୟାର ବା 4 to the power +2। ତଳେ ହରଣ ହେଇକି ଅଛି, ଉପରକୁ ଗଲେ ଗୁଣନ କରାଯିବ। ତେଣୁ 4 ସ୍କୋୟାର ସେମିତି ରହିଲା, ଏଇଟା ଓଲଟିକି ଲେଖାଯିବ। ହରଣ ଥିଲେ ଆମେ ତାକୁ ଗୁଣନ କରି ଓଲଟେଇକି ଲେଖୁ, ଭଗ୍ନାଂଶ ହରଣ ଗୁଣନକୁ ମନେ ପକାଅ। ତେଣୁ 4 ର ସ୍କୋୟାର 4 ର ସ୍କୋୟାର 4 × 4 = 16, 4 × 16, ତାମାନେ 4 to the power 4 ଲେଖିପାରିବ,
बा 16 को 16 रे गुणिकी 256 गुण बोली लिखिपर। तापर देख बढ़िया प्रश्न यहाँ 7 रो घात रेखा व्यवहार करी निम्नलिखित प्रश्न गुड़िकर उत्तर लेख। पूरा तुमर कनसेप्ट आधार घात उपर क्लीयर हो। ये गोटे संख्या रेखा दी जाइए। संख्या रेखाटा केवल 7 संख्या को नहीं करा जाइए। पेज रे आमे 4 रे करूथिलु 2401 गुणन 49 2401 है 7 टू दी पावर 4 रो मूल्य 49 है सेमती 7 रो स्क्वायर। तेणु 2401 जगार लिखा 7 टू दी पावर 4 49 जगार 7 रो स्क्वायर। जेहेतु आधारटा सामान अच्छी तेणु घात गुड़ाक कौन हम गुणन थे मिसीज। तेणु 7 टू दी पावर 4 2 मिसीगले 6 तार उत्तर हम 7 टू दी पावर 6। देख ये जगह गुड़ाक लिखी बुझापी आउ थे कहली 7 टू दी पावर 6 रो मूल्य केते सेठू देखिकी लिखिदब 1 1 7 6 4 9 ये लिखा जाइए। देख 1 1 7 6 4 9 डायरेक्ट सीटी लिखिदब। तापर नंबरटा सेमती लिखा जाइए 49 रो क्यू 49 जी केते से 7 रो स्क्वायर तार 49 जगार आम 7 रो स्क्वायर लिखिपर। तार पावर हूँ 3 सब मन रख घात उपर घात थे गुणी हो जाए 3 दुणे 6 तार 7 टू दी पावर 6 2 गुणन 3 7 टू दी पावर 6 ऊपर नंबर प्रश्नर जहाँ उत्तर आर उत्तर से 7 टू दी पावर 6 मान गुटाक 1 1 7 6 4 9 देख लो केते सहज प्रश्न। तापर नंबर 343 गुणन 2401 343 मान एटा 7 टू दी पावर 3 2401 मान 7 रो 4। एबे देख एठी भी आधार सामान अच्छी घात गुड़ाक मिसीज गुणन थिले तेणु 4 3 मिसीगले 7 हम 7 टू दी पावर 7 7 टू दी पावर 7 जी केते 8 2 3 5 4 3 सभा उपरटा को देख 8 2 3 5 4 3। तापर नंबर देइछि 16807 विभक्त को 49 16807 है 7 टू दी पावर 5 7 टू दी पावर 5 49 है 7 रो स्क्वायर। एबे 5 रू 2 माइनस करबा 7 टू दी पावर 5 माइनस 2 5 रू 2 गले 3 तामाने 7 टू दी पावर 3 7 टू दी पावर 3 जे केते 343। तापर लिखा है 7 विभक्त को 343 7 तो 7 सेमती 7 टू दी पावर 1 लिखा हम 343 जे से होची 7 रो क्यू तार माने 7 टू दी पावर 1 विभक्त को 7 रो क्यू। भग्नांश हरण रे बा एमती विभक्त थिले जदि आधार समान अच्छी 7 7 अच्छी घात गुड़ा फेड़ा हो तार माने 1 माइनस 3 7 टू दी पावर 1 माइनस 3 कराहब 1 माइनस 3 जे केते माइनस 2 7 टू दी पावर माइनस 2 जे ताको प्लस कर दबा 1 बाय 7 रो स्क्वायर 1 बाय 7 रो स्क्वायर हेले 1 विभक्त को 49 केते सहज देख प्रति प्रश्न रे तुमरो फंडामेंटल केते क्लियर ही जाउची। तेणु निजे करी देख बा तुम पई काम से गुडाक सब करबो आदौ स्किप करबोनी 16807 16807 है 7 टू दी पावर 5 तापरे 8,23,543 एटा होची 7 टू दी पावर 7 एठी भी सही भली आधार समान अच्छी 7 घात अलग हरण होची हरण रे कोना होय घात गुडाक फेडा हुए तेणु 7 टू दी पावर 5 माइनस 7 हैला 5 माइनस 7 जे से हैला माइनस 2 7 टू दी पावर माइनस 2 हेले 1 बाय 7 रो स्क्वायर प्लस 2 करबा तापरे 749 ऊपर प्रश्न सहित समान उत्तर हैला। एबे 1,17,649 सेटा हैला 7 टू दी पावर 6 लिखिबा 7 टू दी पावर 6 गुणन 1 विभक्त को 343 343 माने 7 रो क्यू। एबे देख एठी भी सेमती 7 टू दी पावर 6 1 रे गुणा हबो 7 टू दी पावर 6 विभक्त को हर हैला 7 टू दी पावर 3 आधार समान अछि घातटा माइनस करा हबो हरण रे तेणु तेणु इक्वल टू लिखिबा 7 टू दी पावर 3 7 टू दी पावर 3 माने 343 तापर नंबर 1 विभक्त को 343 गुणन 1 विभक्त को 343 तार माने 1 बाय 7 टू दी पावर 3 गुणन 1 बाय 7 टू दी पावर 3 एटी मिसई देले हबो जे 7 टू दी पावर 6 आमे किंतु पूरा भलो से करिया बुझेई किरी 1 बाय 7 टू दी पावर 3 हैला 7 टू दी पावर माइनस 3 गुणन 7 टू दी पावर माइनस 3 तेणु दीटा जाक माइनस थिले मिसी जाए ता माने आधार समान थिले घात गुड़ा मिसी जिवो आडे माइनस थिले भी मिसी जिवो तेणु दीटा माइनस माने केते हबो -3 -3 -6
तेणु 7 टू दी पावर -6 आधार समान अच्छी तेणु घात गुड़ाक मिसागला गुणन प्रक्रिया हेतु -3 मिसिकी -6 है 7 टू दी पावर -6 जे 1/7 टू दी पावर +6 7 टू दी पावर 6 जे केते लिखिबा ता मूल्यटा 1 1 7 6 4 9 डायरेक्ट 1/7 टू दी पावर 3 जो गुणन करा जाइछि एठू ए स्टेप को नै आस्थिले भी किछि भूल नाही तुमे भलो से बुझिबा पई मु गोटी गोटी करी कली आमे दशमिक संख्या गुड़ी को विस्तारित रूप में लिखिबा समय 10 100 1000 परी संख्या गुड़िकर व्यवहार करिकि लेखु देख 47,561 4 गुणन 10,000 7 गुणन 1000 5 गुणन 100 6 गुणन 10 शेष युक्त 1 जदि 10 घात करवा 10,000 को लिखा 10 टू दी पावर 4 1000 जगह 10 टू दी पावर 3 100 जगह 10 रो स्क्वायर 10 कि गोटे 10 10 टू दी पावर 1 आउ 1 गुणन 10 टू दी पावर 0 देख यही 3टा प्रश्न जदि आम समाधान करवा ये कनसेप्टा बुझीजा तेणु उपरोक्त यही संख्या गुड़िक गोटी गोटी कर खातार करवा 172 5642 आउ 6464 172 माने 1 गुणन 100 70 माने 7 गुणन 10 2 माने 2 गुणन 1 1 गुणन 100 माने सी हूँ 10 रो स्क्वायर 7 गुणन 10 माने देख 100 है 10 रो स्क्वायर 10 जगह लिखा 10 टू दी पावर 1 2 लिखा 1 जगह लिखा 10 टू दी पावर 0 10 टू दी पावर 0 रो मूल्य है 1 एक्चुअली जेकोसी संख्या टू दी पावर 0 जी 1 सेमती 5 गुणन 1000 6 गुणन 100 4 गुणन 10 2 गुणन 1 5 गुणन 1000 माने 5 गुणन 10 टू दी पावर 3 6 गुणन 100 माने 6 गुणन 10 रो स्क्वायर 4 गुणन 10 माने 4 गुणन 10 टू दी पावर 1 2 गुणन 10 टू दी पावर 0 एठी सेमती 6474 तेणु लिखिबा 6 गुणन 1000 युक्त 4 गुणन 100 युक्त 7 गुणन 10 युक्त 4 गुणन 1 सेमती 6 गुणन 10 रो क्यू 4 गुणन 100 माने 4 गुणन 10 रो स्क्वायर 7 गुणन 10 माने 10 टू दी पावर 1 4 गुणन 10 टू दी पावर 0 आउ गोटे नुआ कनसेप्ट पढ़िबा 561.903 के आमे केमती लिखि परिबा आमे छोट क्लास रे दशमिक संख्यार विस्तारित रूप लिखिला बेले एगुड़ाक लिखिछि बास ताको माइनस देकी लिखिबा 500 माने 5 गुणन 100 6 गुणन 10 युक्त 1 561 लिखिदेले दशमिक 903 रे 9टा है दशांश घर 10 रो अंश तेणु 9 गुणन 1 विभक्तक 10 शून्य है शतांश घर तमाने 100 रो गोटे अंश है शून्य 1 विभक्तक ये सेमती 3 सहस्रांश तामाने 3 रो सहस्रांश 3 गुणन 1 विभक्तक 1000 10 100 1000 को 10 रो घात व्यवहार करके लिखिबा देख से संख्या अच्छी 100 जगह लिखिले 10 रो स्क्वायर 10 जगह लिखिले 10 टू दी पावर 1 1 जगह 10 टू दी पावर 0 ए जाई बुझी आसिले कारण आगुरु ए भलिया करिथिले आमे 9 को 9 लिखिले देख 1 विभक्तक 10 जीए हला सी 10 टू दी पावर -1 सेमिति 1 विभक्तक 100 जीए सी हम 10 टू दी पावर -2 देख 1 विभक्तक 100 10 टू दी पावर -2 सेमिति 1 विभक्तक 1000 जीए सी हला 10 टू दी पावर -3 वर्तमान में बुझी पारुथबो खाली 1000 हेले 10 टू दी पावर 3 जदि 1 विभक्तक 1000 हेला सी हला 10 टू दी पावर -3 आ गोटे सहज उपाय मन रखिदब जदि भग्नाश हला बा तलकू गला शून्य गुड़ाक ताले माइनस है तेणु यही लाइन टाक भल से मन रख भल से बुझब जदि न बुझी पारे आउ थे गोटी गोटी पढ़ वीडियो को आउ थे देख एबे देखिबा वैज्ञानिक संकेत कौन साइंटिफिक नोटेशन देख सूर्य ठारू आकाशगंगा छायापथ एति दूर अच्छी 30 रे लगी गुड़ाए शून्य आम कौन क्या कहला बेले एमती कहवा कि 30 रे 20टा शून्य 10टा शून्य 50टा शून्य गोटे सर्टकट रे कहवा छोट संख्यार कहवा वैज्ञानिक प्रणाली रे कहवा सेटा केमिते करवा 5900 लिखा जाइछि 5900 को आम केते प्रकार लिखिपर सबुठ छोटा आम उत्तर भाव में ग्रहण करवा देख 5900 हूँ 590 गुणन 10 590 लिखागला 10 जी 10 टू दी पावर 1 आउ गोटे प्रकार हूँ 59 गुणन 100 ये सब गुड़ाक 4 प्रकार देइछि
ଏଠି 10 ଗୁଣା ଯାଇଛି। ଏଠି ଆଉ ଗୋଟେ ପ୍ରକାର 59 ଗୁଣନ 100, 59 କି 59 ଲେଖିଲେ 100 ଜାଗାରେ 10 ଟୁ ଦି ପାୱାର 2। ଏଠି 5.9 ଗୁଣନ 1000, ତେଣୁ 5.9 ଗୁଣନ 10 ଟୁ ଦି ପାୱାର 3। ଏଇ ଗୋଟିଏ ଜିନିଷକୁ 4 ପ୍ରକାର 5 ପ୍ରକାର ରୂପରେ ଆମେ ଲେଖିଛେ। 0.59 ଗୁଣନ 10,000 ସେତିକି ହବ କି ନାହିଁ? 0.59 ମାନେ 59 ବିଭକ୍ତକ 100 ଗୁଣନ 10,000 ହେଲେ ଦୁଇଟା ଶୂନ କଟିଗଲା। 59 କି 100 ରେ ଗୁଣିଲେ 59,100। ସେଇ ଗୋଟିଏ ସଂଖ୍ୟା ଆମେ ତାକୁ 10 ର ପାୱାର ବଦଳେଇକିରି ଦଶମିକର ବ୍ୟବହାର କରିକି ଆମେ ଲେଖୁଛେ। ଆଗକୁ ଉଦାହରଣ ଦେଖିଲେ ବେଶୀ ଭଲ ଭାବରେ ବୁଝିପାରିବ। ଦେଖ, 59,100 ହେଲା 5.9 ଗୁଣନ 10 ଟୁ ଦି ପାୱାର 3। ସେଇଭଳିଆ 20,800 ହେଲା 2.08 ଗୁଣନ 10 ଟୁ ଦି ପାୱାର 4। 80 ଲକ୍ଷ ହେଲା 8 ଗୁଣନ 10 ଟୁ ଦି ପାୱାର 6। ସେମିତି ଏଗୁଡ଼ା ସବୁ ପଢ଼ିଦେବ। ତମକୁ ବଡ଼ ବଡ଼ ଦୂରତା, ବଡ଼ ବଡ଼ ସଂଖ୍ୟା ସହ ପରିଚିତ କରାଇବା ପାଇଁକି ଏଇଭଳିଆ ଉଦାହରଣ ଦେଇଛି। ଜିକେ କୋଶ୍ଚିନ୍ ବି ଏଗୁଡ଼ାକ ହେଇପାରିବ। ଏଗୁଡ଼ା ସବୁ ଭଲସେ 2-3 ଥର ପଢ଼ିଦେବ। ବହୁତ ବଢ଼ିଆ ବହି ଏଥର ହେଇଛି। ଏହି ତିନୋଟି ଦୂରତା ମଧ୍ୟରୁ କେଉଁ ଦୂରତାଟି ସବୁଠାରୁ ସାନ ତୁମେ କହିପାରିବ କି? ସୂର୍ଯ୍ୟ ଆଉ ପୃଥିବୀ ମଧ୍ୟରେ ଦୂରତାଟା ହେଲା ସବୁଠାରୁ ସାନ। ଲେଖାଯାଇଛି, ନିମ୍ନରେ ଦିଆଯାଇଥିବା ସଂଖ୍ୟାରେଖା ସୂର୍ଯ୍ୟ ଶନି ମଧ୍ୟରେ ଥିବା ଦୂରତାକୁ ଦର୍ଶାଯାଉଛି। ସଂଖ୍ୟାରେଖାରେ ପୃଥିବୀର ଆପେକ୍ଷିକ ସ୍ଥିତି ଚିହ୍ନଟ କର। ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା ଏତିକି ମିଟର। ଦେଖ, ଯୋଉ ଦୂରତାଟା ଦେଇଛି ଏଟା ଗୋଟେ ସଂଖ୍ୟାରେଖା। ଶନି ଅଛି ବେଶୀ ଦୂରରେ, ଏଇଟା ହେଲା ଶନିର ଦୂରତା। ତାପରେ ଆଉ ପୃଥିବୀ ଆଉ ସୂର୍ଯ୍ୟର ଦୂରତା ହେଲା, ସେଠି ଲେଖାଯାଇଛି 1.496 ଇଣ୍ଟୁ 10 ଟୁ ଦି ପାୱାର 11। ତେଣୁ ସେଇ ଅନୁସାରେ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଦୂରତା କମ୍। ତେଣୁ ଆପେକ୍ଷିକ ସ୍ଥିତି କୋଉ ଜାଗାରେ ହବ? ସୂର୍ଯ୍ୟ ଆଡ଼କୁ ହିଁ ପୃଥିବୀ ରହିବ। ସେ ଯୋଉ ଦୂରତାଟାକୁ ଆମେ ଏମିତି ଗାରରେ ଦେଖ ଲେଖିଦଉଛି, ଏଇଟା ଭାବିଦିଅ ପୃଥିବୀ। ଏଇଟା ହେଲା ପୃଥିବୀର ଆପେକ୍ଷିକ ସ୍ଥିତି, ତାମାନେ ସୂର୍ଯ୍ୟ ପାଖକୁ ହିଁ ରହିବ। ପ୍ରକୃତରେ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍, ନେପଚୁନ୍, ପ୍ଲୁଟୋ। ଶନି କେତେ ଦୂରରେ ଅଛି? ପ୍ଲୁଟୋ ତାକୁ ଗ୍ରହ ହିସାବରେ ଗଣନା କରାଯାଉନି, କିନ୍ତୁ ନେପଚୁନ୍ ଯାଇ ଆମେ ହିସାବ କରିବା। ଏଇଟା ହେଲା ସୂର୍ଯ୍ୟଠାରୁ ପୃଥିବୀର ଦୂରତା 1.496 ଇଣ୍ଟୁ 10 ଟୁ ଦି ପାୱାର 11। ତାପରେ ସୂର୍ଯ୍ୟ ଆଉ ଶନି, ତାମାନେ ଏଇଟା ଟିକେ ନିହାତି ବଡ଼ ଦୂରତା। 10 ଟୁ ଦି ପାୱାର 12 ଲେଖା ହେଇଛି, ତେଣୁ 1.4335 ଗୁଣନ 10 ଟୁ ଦି ପାୱାର 12। ତେଣୁ ସୂର୍ଯ୍ୟ ଆଉ ଶନି ମଧ୍ୟରେ ଅଧିକ ଦୂରତା, ଆଉ ସୂର୍ଯ୍ୟ ଆଉ ପୃଥିବୀ ମଧ୍ୟରେ କମ୍ ଦୂରତା। ତେଣୁ ପୃଥିବୀଟା ସୂର୍ଯ୍ୟ ପାଖକୁ, ମାନେ ସୂର୍ଯ୍ୟ ଆଡ଼ିକି ଟିକେ ରହିବ ହେଲା। ତାପର ନମ୍ବର ପ୍ରଶ୍ନ, ନିମ୍ନଲିଖିତ ସଂଖ୍ୟା ଗୁଡ଼ିକୁ ମାନଙ୍କ ରୂପରେ ପ୍ରକାଶ କର। 59,583। ଏ ସବୁ ଗୁଡ଼ାକ କଲା ପରେ ଦେଖିବ ଏ ବି କେତେ ସହଜ, ସେମିତି ଦିଶୁଛି ବହୁତ କଷ୍ଟ। 59,583, ତାମାନେ ଆମେ କ'ଣ କରିବା? ଏଇଠି ଦଶମିକ ଦବା। ଏକକ ପଟୁ ଗୋଟିଏ ଘର ଛାଡ଼ିକି ଦଶମିକ ଦେଲେ 10 ଗୁଣି ଦେଲେ ଏଇ ସଂଖ୍ୟାଟା ଯାହା ଏଇ ସଂଖ୍ୟାଟା ସେଇଆ। କେମିତି ଦେଖ, 5,9,5,8,3 ବିଭକ୍ତକ 10। ଦଶମିକଟାକୁ ଭଗ୍ନାଶ କଲେ 10 10 କଟିଗଲା। ବର୍ତ୍ତମାନ ଏଇ ସଂଖ୍ୟାଟା ଯେ ଏଇ ସଂଖ୍ୟାଟା ସିଏ, ତାମାନେ 59,583ର ଇଏ ହେଲା ଗୋଟିଏ ରୂପ, ସେଥିପାଇଁ 1 ଲେଖିଲି। ଏଇଟା ଯାହା ସେଇଟା ସେଇଆ। ଏବେ ଦଶମିକ ଦିଟା ଘର ଛାଡ଼ିକି ଦବା। ଏବେ ଏଇ ସଂଖ୍ୟାଟାକୁ ଯଦି ଭଗ୍ନାଶ କରିବା ବିଭକ୍ତକ 100 ହେବ। 100 100 କଟିଗଲେ ସେ ପୁଣି ସେଇ 59,583 ହେବ। ସେଠି 2 ଲେଖିଲି, ତାମାନେ ସେଇଟା ହେଲା ଦ୍ୱିତୀୟ ରୂପ। ସେମିତି ଡାହାଣ ପଟୁ ତିନିଟା ସଂଖ୍ୟା ଛାଡ଼ି ଦଶମିକ ଦେଲେ 10 ଟୁ ଦି ପାୱାର 3 ବା 1000 ଗୁଣନ କଲେ ସେଇ ସମାନ ସଂଖ୍ୟା ହେବ। ଏବେ ବୁଝିପାରୁଛ ତ? ଏଇ ସଂଖ୍ୟାକୁ ଭଗ୍ନାଶ କଲେ ତଳେ 1000 ହେବ, 1000 1000 କଟିଯିବ। 10 ଟୁ ଦି ପାୱାର 3 ଏଇଟା ହେଲା ତୃତୀୟ ରୂପ। ଯୋଉଠି ବୁଝି ନ ପାରିବ ସେଇଠି ଦଶମିକ ଭଗ୍ନାଶ କରିଦେବ, ତାପରେ ବଳେ ବୁଝିପାରିବ। 5,9,5,8,3 ଗୁଣନ ଏଠି କେତେ ହେବ? 10 ଟୁ ଦି ପାୱାର 4 ବା 1000। ତାମାନେ ଏଇ ସଂଖ୍ୟାରେ 10 ଟୁ ଦି ପାୱାର 4 ଗୁଣିଲେ ସେ 59,583 ହେବ। ଡାଇରେକ୍ଟ ଏଇଟା ନ ଲେଖିକି ମୁଁ 4 ଷ୍ଟେପ୍ 5 ଷ୍ଟେପ୍ କଲା ପରେ ଏଇ ଜାଗାକୁ ଆସିଲି। ତମେ ବି ଯଦି ଡାଇରେକ୍ଟ ବୁଝି ନ ପାରିବ ଏମିତି 4-5 ଷ୍ଟେପ୍ କରିକି ଉତ୍ତର ବାହାର କରିବ। ଦଶମିକ ଗୋଟିଏ ଗୋଟିଏ ଘର ବାମ ପଟକୁ ଯିବ, ସେ ଅନୁସାରେ 10ର ପାୱାର ବଢ଼ି ବଢ଼ିକି ଯିବ ଆଉ। ଡବଲ ଆଇ ନମ୍ବର ପ୍ରଶ୍ନ ହେଲା 65,950। ସେମିତି 6 ପଏଣ୍ଟରୁ ଷ୍ଟାର୍ଟ କରିବା, ଗୋଟିଏ ସଂଖ୍ୟା ଦେଇକି ପଏଣ୍ଟ ଦେବା। 6.595 ଗୁଣନ, ଯେହେତୁ ଆମର ଏଠି 4ଟା ଘର ଆସିଲା ତେଣୁ 10 ଟୁ ଦି ପାୱାର 4 ଲେଖା ହେବ। ଏଇଟା ହେଲା ତାର ମାନକ ରୂପ, ଷ୍ଟାଣ୍ଡାର୍ଡ ଫର୍ମ। ତାପରେ ଟ୍ରିପଲ ଆଇ କ୍ୱେଶ୍ଚିନ୍ ହେଲା 343ରେ 4ଟା ଶୂନ, ତାକୁ ସେମିତି 3.43 ଲେଖିବା।
0.43 ଆଉ ଗୋଟେ 0 ଲେଖିଲେ ଚଳିବ, 0ର କିଛି ମୂଲ୍ୟ ନଥାଏ। ତଥାପି ତମ ବୁଝିବା ପାଇଁ ସବୁ ଲେଖା ହେଉଛି। 3.43 ଚାରିଟା ଶୂନ ଗୁଣନ 10 ଟୁ ଦି ପାୱାର 6। ଦଶମିକ ପରେ ସଂଖ୍ୟା ପରେ ଡାହାଣ ପଟକୁ ଯଦି ଶୂନ ଥାଏ ତା ମୂଲ୍ୟ ଗୁଡାକ ମୂଲ୍ୟହୀନ, ନିରର୍ଥକ। ତେଣୁ ଆମେ 3.43 ଗୁଣନ 10 ଟୁ ଦି ପାୱାର 6 ଲେଖିବା। IV ନମ୍ବର ପ୍ରଶ୍ନ ଦେଖ। 7.004 ତାପରେ 2243 7ଟା ଶୂନ, ତାପରେ ଡାହାଣ ପଟୁ ସଂଖ୍ୟା ଗଣି ଆସେ 1 2 3 4 5 6 7 8 9 10। ତାମାନେ ଡାହାଣ ପଟୁ 10ଟା ଘର ଛାଡ଼ିକି ଆମର ଦଶମିକ ବିନ୍ଦୁ ଦିଆହବ 7.004 ଗୁଣନ ଏଗୁଡ଼ାକ ମୂଲ୍ୟହୀନ, এই ଶୂନ ଗୁଡ଼ାକ ମୂଲ୍ୟହୀନ, କିନ୍ତୁ ପ୍ରଥମ ଥର ବୁଝିବା ପାଇଁ ଲେଖୁଛି। ଏତିକି ଗୁଣନ 10 ଟୁ ଦି ପାୱାର 10। ଏବେ ସେକେଣ୍ଡ ଲାଇନ୍ କିଏ ଶୂନ ଗୁଡ଼ାକ କିଛି ଲେଖିବାନି, এই ଶୂନ ଗୁଡ଼ାକ ହେଲା ମୂଲ୍ୟହୀନ, କିନ୍ତୁ 4ର ବାମ ପଟକୁ ଯେଉଁ ଦୁଇଟା ଶୂନ ଅଛି ସେ ଦୁଇଟା ଶୂନ ଲେଖା ହବ। ତେଣୁ ସେକେଣ୍ଡ ଲାଇନ୍ରେ ଲେଖିବା 7.004 ଗୁଣନ 10 ଟୁ ଦି ପାୱାର 10 ହେଲା ଆମର ପ୍ରାମାଣିକ ରୂପ। ଏବେ ଲେଖାଯାଇଛି ତୁମେ ଭାବିଛ କି? ଏଇଠି ମଧ୍ୟ ପିଲାମାନେ କେତେ ବଡ଼ ବଡ଼ ସଂଖ୍ୟାର ଉଦାହରଣ ତୁମକୁ ସବୁ ଏଇଠି ପଢ଼ାଯିବ। ବହୁତ ମଜା ଲାଗିବ ଏ ସବୁ ଗୁଡ଼ାକ ଥରେ ଥରେ ପଢ଼ିଦେବ। ଯେମିତି କୁହୁକ ପୋଖରୀ, ବିଭିନ୍ନ କଥା ଆମେ ଜାଣିଲେ ଏଠି ସେମିତି ଲକ୍ଷ, 1 କୋଟି, 1 ଅରବ, ଏମିତି କେତେ ବୃହତ ସଂଖ୍ୟା କଥା କୁହାଯାଇଛି। ତାପରେ ଅନେକ ଏକ୍ଜାମ୍ପଲ ଦିଆଯାଇଛି। ପ୍ରତ୍ୟେକ ଏକ୍ଜାମ୍ପଲ ହେଉଛି ଗୋଟେ ଗୋଟେ ଜିକେ କୋଶ୍ଚିନ୍। ଆଉ ତମେ ସେଥିରେ ଅନେକ ଇନଫର୍ମେଟିଭ ଜିନିଷ ତା ଭିତରୁ ପାଇବ। ସବୁ ଗୁଡ଼ାକ ଭଲ ଭାବରେ ପଢ଼ିଦେବ। ଯେମିତିକି ଏଇଠି ଗୋଟିଏ ଧଳା ଗେଣ୍ଡାର ଏକ୍ଜାମ୍ପଲ ଦେଇଛି। ମାତ୍ର 2ଟି ଗେଣ୍ଡା ଅଛନ୍ତି ବର୍ତ୍ତମାନ। 2 × 10 ଟୁ ଦି ପାୱାର 0, 10 ଟୁ ଦି ପାୱାର 0 ଯିଏ 1, ତେଣୁ 2 କେ 2। ଏଇଠି ବି ସେମିତି ଅନେକ ଏକ୍ଜାମ୍ପଲ ଅଛି, ଏଗୁଡ଼ାକ ସବୁ ଭଲ ଭାବରେ ପଢ଼ିଦେବ। ଗିବନ, କାପାକୋ, ଏମିତି ଅନେକ ପ୍ରକାର ବଡ଼ ବଡ଼ ସଂଖ୍ୟାର ଏକ୍ଜାମ୍ପଲ। ପେଜ 38ର ଏ ପ୍ରଶ୍ନର ସମାଧାନ କରିବା। ବୈଜ୍ଞାନିକ ସଂକେତ ବ୍ୟବହାର କରି ଗଣନା କରିବା। ବିଶ୍ୱରେ ମନୁଷ୍ୟ ଓ ପିମ୍ପୁଡ଼ିମାନଙ୍କ ସଂଖ୍ୟାର ଅନୁପାତ କେତେ? ଏଇ ନମ୍ବର ଉପରେ ଦେଖ ମନୁଷ୍ୟ ସଂଖ୍ୟା, ପିମ୍ପୁଡ଼ି ସଂଖ୍ୟା ସବୁ ଦେଇଛି, ସେଇଗୁଡ଼ାକ ୟୁଜ୍ କରି ସମାଧାନ କରିବା। ଏଠି ଲେଖା ହେଇଛି ପୃଥିବୀରେ ପିମ୍ପୁଡ଼ିମାନଙ୍କର ସଂଖ୍ୟା 20 ପଦ୍ମ ବା 20 କ୍ୱାଡ୍ରିଲିୟନ, 2 × 10 ଟୁ ଦି ପାୱାର 16। ସେକୁ ହିସାବ କରି କରିବା। ଲେଖିବା ପୃଥିବୀରେ ପିମ୍ପୁଡ଼ି ସଂଖ୍ୟା ହେଉଛି 20 କ୍ୱାଡ୍ରିଲିୟନ ବା 2 ଗୁଣନ 10 ଟୁ ଦି ପାୱାର 16। ତୁମ ବହିରେ ଲେଖାଯାଇଛି, ଦେଖିକି ଲେଖିପାରିବ। ତାପରେ ଲେଖିବା ପୃଥିବୀରେ ଜନସଂଖ୍ୟା ବା ମନୁଷ୍ୟମାନଙ୍କର ସଂଖ୍ୟା କେତେ? 8.2 × 10 ଟୁ ଦି ପାୱାର 9। ପ୍ରଶ୍ନରେ ପଚାରିଛି ଅନୁପାତ କେତେ? ଅନୁପାତ ମାନେ ପ୍ରଥମେ ଲେଖାଯାଇଛି ମନୁଷ୍ୟ ଓ ପିମ୍ପୁଡ଼ି, ତେଣୁ ମନୁଷ୍ୟଟା ଲେଖା ହେବ ଲବରେ, ପିମ୍ପୁଡ଼ି ଲେଖା ହେବ ହରରେ। ତେଣୁ ଲେଖିବା ଅନୁପାତ ସମାନେ ଉପରେ ଆଗ ଲେଖିଲେ ମନୁଷ୍ୟ ବା ଜନସଂଖ୍ୟା ଯେତିକି, ବିଭକ୍ତ ତଳେ ଲେଖିଲେ ପିମ୍ପୁଡ଼ି। ଏବେ ୟାକୁ ହରଣ କରିବା। 8.2 ତାକୁ 82 ଭାବିଦିଅ, 82 କି 2ରେ ହରିଲେ 41 ବା 4.1। ଏଠି ସେମିତି 10.9 ବିଭକ୍ତକ 10.16 ରହିଲା, ଆଧାର ସମାନ ଅଛି, ତାମାନେ ଘାତ ମାଇନସ୍ କରାହବ। ତେଣୁ ଲେଖିବା 4.1 ଗୁଣନ 4.1 ବିଭକ୍ତକ 10 ଟୁ ଦି ପାୱାର 16 ମାଇନସ୍ 9। ତାପରେ ଲେଖିବା 4.1 ବିଭକ୍ତକ 16ରୁ ନ ଗଲେ 7। ଯଦି ଉପରେ ଲେଖିଥାନ୍ତେ 10 ଟୁ ଦି ପାୱାର ମାଇନସ୍ 7 ହେଇଥାନ୍ତା। ଏବେ 4.1 ଇଜି ଟୁ 10 ଟୁ ଦି ପାୱାର 7, ଏଇଟା ହେଲା ଆମର ଅନୁପାତ। କିନ୍ତୁ 4.1ଟାକୁ ଆମେ କ'ଣ କରିବା, 41 କରିଦେବା। ଆଉ 41 ଯେହେତୁ କରିବା, କେମିତି କରିବା ଦେଖ, ତୁମକୁ ବୁଝେଇ ଦେଉଛି। 4.1ରେ 10 ଗୁଣିଦେବା, 41 ହେଇଯିବ। 10.7ରେ ବି 10 ଗୁଣିଦେବା, 10 ଟୁ ଦି ପାୱାର 8 ହେଇଯିବ। ତାପରେ ଆମର ଇଜ୍ ଟୁ ଦେଇ ଲେଖିବାକୁ ସହଜ ହେବ, ଏମିତି ପଏଣ୍ଟଟା ରହୁଛି। ତେଣୁ 4.1ରେ 10 ଗୁଣିଲେ ସମାନ କରିବା ପାଇଁ 10 ଟୁ ଦି ପାୱାର 7ରେ ବି 10 ଗୁଣିଲେ, ଉପରଟା ହେଇଗଲା 41, ତଳଟା ହେଇଗଲା 10 ଟୁ ଦି ପାୱାର 8। 7ରେ ଆଉ ଗୋଟେ ହେଇକି ତେଣୁ 41 ଇଜ୍ ଟୁ 10 ଟୁ ଦି ପାୱାର 8 ହେଲା ଆମର ଆନ୍ସର। ତାପରେ ଡବଲ ଆଇ, ଯଦି ଷ୍ଟର୍ଲିଂ ପକ୍ଷୀମାନଙ୍କର ଏକ ଦଳରେ 10,000 ପକ୍ଷୀ ଥାଆନ୍ତି, ତେବେ ବିଶ୍ୱରେ କେତେ ଦଳ ଷ୍ଟର୍ଲିଂ ପକ୍ଷୀ ଥାଇପାରନ୍ତି? ଏ ବହିରେ ବି ତୁମର ଲେଖାଯାଇଛି। ଫାଷ୍ଟ ଦେଖିବା ଗୋଟିଏ ଦଳରେ କେତେ ଷ୍ଟର୍ଲିଂ ପକ୍ଷୀ ରହନ୍ତି, ବିଶ୍ୱରେ ପକ୍ଷୀ ଏତିକି, ତାହେଲେ ଦଳ ସଂଖ୍ୟା। ପ୍ରଶ୍ନରେ ଦିଆଯାଇଛି ବିଶ୍ୱରେ କେତେ ଦଳ ପକ୍ଷୀ ଥାଇପାରନ୍ତି। ତେଣୁ ବିଶ୍ୱର ମୋଟ ପକ୍ଷୀ ବିଭକ୍ତକ ପ୍ରତି ଦଳ, ହରିଦେଲେ ଆମକୁ କେତୋଟି ଦଳ, ଆଭରେଜରେ କେତୋଟି ଦଳ ମିଳିବ। ପ୍ରଶ୍ନକୁ ଭଲିକି ଦେଖ, କେତେ ଦଳ ପକ୍ଷୀ ଥାଇପାରନ୍ତି, କାରଣ ପକ୍ଷୀମାନେ ଆକାଶରେ ଉଡ଼ନ୍ତି, ଏତେ ଆକ୍ୟୁରେଟ୍ ଆସିବନି। ତେଣୁ ଲେଖିବା ଗୋଟିଏ ଦଳରେ ଥିବା ଷ୍ଟର୍ଲିଂ ପକ୍ଷୀ ସଂଖ୍ୟା ହେଲା 10,000 ବା 10 ଟୁ ଦି ପାୱାର 4।
तापर लिखा विश्व रे थिबा पक्षी संख्या है 1.3 इंटू 10⁹ तुम बही रे सब खोजिकी कर तापर हरिदबा दल संख्या सहित हरिले बाहर। एबे लिखा पक्षी दल संख्या है 1.3 इंटू 10⁹ विभक्तक 10⁴ तापर लिखा 1.3 इंटू 10⁹ -4 नरु 4 गले 5 तेणु 10⁵ एबे 10⁵ देख 1.3 अच्छी दशमिक टाक उठे दबा तार 1.3 की लिखा 13 विभक्तक 10 ताहले हमକୁ हिसाब करने को सहज हम 13 विभक्तक 10 गुणन 10⁵ 10⁴ है तार 13 गुणन 10⁴ तार 13 रे 4टा शून्य तार अतएव विश्व रे एतिकी दल पक्षी थाई पारंती। तापर प्रश्न जदि गोटे गछरे 10⁴ संख्यक पत्र थाए तेबे पृथ्वीर समस्त गछरे थिबा पत्र संख्या निर्णय कर। गोटे गछर पत्र संख्या हम 10⁴ विश्व रे जेती गछ संख्या अच्छी सी हम 3 इंटू 10⁻12 बही सब दि जाइए तेणु समुदाय पत्र हेले गोटे गछर पत्र गुणन विश्व रे थिबा जेतिकी गछ तेणु एटा केवल गुणन कराहब। विश्व रे थिबा गछ संख्या है 3 इंटू 10⁻12 गोटे गछरे रहउची एतिकी पत्र ताले समुदाय पत्र केते हबो विश्व रे जेतिकी गछ अछि गुणन गोटे गछरे थिबा पत्र संख्या। एबे लिखिबा समुदाय पत्र समान 3 गुणन 10⁻2 गुणन 10⁴ 3 कि 3 सेमती रहइबो एठी आधार समान अछि घात मिसी जिवो तामाने 12 जुक्त 4 10⁻16 हबो तामाने 3 गुणन 10⁻16 हेला हमर उत्तर। तुमे कागज फर्द गुड़िक ऊपर को ऊपर थाक करी रखिबो तेबे चंद्र रे पहुँचीबा पाई कि तुमको केते फर्द कागज आवश्यक हबो। आमे प्रथमे चंद्र पृष्ठ ठारू दूरता केते जानिकी रखिबा तापरे कागज को फर्द फर्द करी ऊपर को रखिबा। जेहेतु चंद्र पृष्ठर दूरता बही रे लेखा जाइछि लेखिबा पृथ्वी और चंद्र मध्य रे दूरता हला 3.844 इंटू 10⁸ मीटर पिला माने एटा मीटर रे दिया जाइछि किंतु कागज फर्दर मोटेई एई चैप्टर प्रथमे मन पकाओ 0.001 लेखा जाइथला 0.001 सेमी सेटा सेंटीमीटर रे थिला आमे वर्तमान सेंटीमीटर को मीटर रे कन्वर्ट करिबा 0.001 सेमी जे 1 विभक्तक 1000 भी से दशमिक को भग्नांश कले एबे 10⁻³ सेमी तामाने गोटिए कागज फर्दर मोटेई होउची 10⁻³ सेमी। एबे देख 1 मीटर होउची 100 सेंटीमीटर ठीक सही भलिया आमे जदि 1 सेमी को मीटर करिबा ओलटेइबा ताल सेटा हरा हबो 1 विभक्तक 100 मीटर हे जिवो 1 सेमी होउची 1 विभक्तक 100 मीटर सेई अनुसारे 10⁻³ सेमी जे केते मीटर हबो गुणन करा हबो तेणु लिखिबा 10⁻³ सेमी जे 1/100 जे के 10⁻⁻2 तेणु 10⁻⁻2 गुणन 10⁻⁻3 एटा हला जेटा जाक गुणन करा हला आधार समान माने घात मिसी जिवो तेणु -2 -3 मिसले 10⁻⁵ वर्तमान चंद्र पृष्ठर दूरता ता सहित गोटिए कागजर मोटा आकु हरिले केतेटा कागज थोइबा हमो सेटा जणा पड़िबो बा केतेटा कागज रखिले एतिके डिस्टेंस हबा हमें सेटा जानि परिबा। तेणु पृथ्वी और चंद्र मध्य थिबा दूरता सहित कागज फर्दर मोटेई को हरण कले आवश्यकीय कागज फर्दर संख्या हमको मिलिबो तेणु लिखिबा आवश्यक कागज फर्द संख्या समान 3.844 गुणन 10⁸ विभक्तक 10⁻⁻5। एबे लिखिबा 3.844 गुणन देख 10⁸ हर रे अछि 10⁻⁻5 जेहेतु हरण अछि माइनस करा हबो दिटा जाक घात माइनस कले माइनस -5 दिटा माइनस थिले प्लस हे जाय ता माने 8 5 13 हे जिवो आधार समान थिले घात माइनस करा हुए किंतु घात रे दिटा माइनस रहइबो सेटा प्लस हे जाउची 8 5 13 3.844 इंटू 10⁻13 टी कागज फर्द तामाने एतिकी फर्द कागज हेले
ଆମେ ତାକୁ ଗୋଟେ ଗୋଟେ କରି ଥାକ କରିକି ରଖିଲେ ଆମେ ଯାଇକି ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରିବା। କେତେ ମଜାଦାର ପ୍ରଶ୍ନ। ଏବେ ଆଉ ଗୋଟିଏ ପ୍ରଶ୍ନ ଦେଖ, ତୁମର ବୟସ କେତେ ଇତୁ ପଚାରିଲା, କହିଲା ମୁଁ କିଛି ସପ୍ତାହ ପୂର୍ବରୁ 13 ବର୍ଷ ପୂରଣ କରିଛି। ଆଜି ମୋତେ 4840 ଦିନ। 4840 ଦିନ ଯେ କେତେ ବର୍ଷ, କେତେ ମାସ, କେତେ ଦିନ କେମିତି ଜାଣିବା? ଦେଖ ମୋର ସେ ପୁଣି କହିଲା ମୋର ବୟସ ହେଉଛି ଏତିକି ଘଣ୍ଟା, ତାକୁ ଯଦି ଏତିକି ଦିନ, ଦିନକ କେତେ ଘଣ୍ଟା? 24 ଘଣ୍ଟା। ତେଣୁ 4840 କୁ 24 ରେ ଗୁଣି ଦେଲେ ଯେତିକି ହବ ତାକୁ ସେତିକି ଘଣ୍ଟା। ତାମାନେ ଗୁଣିଲେ କେତେ ହବ? ଗୁଣିକି ନିଜେ ଲେଖିଦବ 1116160 ଘଣ୍ଟା। କିନ୍ତୁ ଏଇଟା ଗୋଟେ ବଢିଆ ପ୍ରଶ୍ନ। ଦେଖ ବର୍ଷକ ହେଉଛି 365 ଦିନ, ତାମାନେ 365 ଦିନରେ ଗୋଟିଏ ବର୍ଷ। ତେଣୁ 4840 କୁ 365 ରେ ହରିଦବା, ଯେତିକି ଆମର ହେଲା ସେତିକି ବର୍ଷ ହବ, ଆଉ ବାକି ଯୋଉତିକ ବଳିଲା ସେତିକି ଦିନ ହବ। ତେଣୁ 4070 କୁ 365 ରେ ହରଣ କଲେ ଆମର ହେଲା 11 ବର୍ଷ। 11 ବର୍ଷ 5 ଦିନ। ପ୍ରଶ୍ନରେ ପଚରା ଯାଇଛି ଆଜି ମୋର ବୟସ ଏତିକି ଦିନ, ତୁମେ ମୋର ଜନ୍ମ ତାରିଖ ଖୋଜି ପାରିବ କି? ତୁମେ ଯୋଉ ଦିନ ହିସାବଟା କରିବ ବା ତୁମ କ୍ଲାସରେ ଯୋଉ ଦିନ ପଢା ହବ ସେଇ ଦିନରୁ ମାଇନସ୍ କରିଦବ 11 ବର୍ଷ 5 ଦିନ। ମନେକର 2026 ମସିହା ଜୁଲାଇ ମାସରେ କି ଜୁନ୍ ମାସରେ ତୁମର ଏଇଟା ପଢା ହେଲା, ସେଇ ଡେଟ୍ରୁ 11 ବର୍ଷ 5 ଦିନ ମାଇନସ୍ କରିଦବ, ସେଟା ତାର ହବ ଆଉ ଜନ୍ମଦିନ ଆଉ। ଏଇଠି ସେମିତି 10 ଟୁ ଦି ପାୱାର 0 ଯେ 1 ସେକେଣ୍ଡ, 10 ଟୁ ଦି ପାୱାର 1 ଯେ 10 ସେକେଣ୍ଡ, ମିନିଟ୍ ସେକେଣ୍ଡ ଉପରେ କେତେ ବଢିଆ ବଢିଆ ତଥ୍ୟ ଇନଫର୍ମେସନ୍ ତୁମକୁ ସବୁ ଦିଆଯାଇଛି। ସବୁ ଏଗୁଡାକ ପଢିକି ମନେ ରଖିବ। ପେଜ 42 ରେ ଦିଟା ପ୍ରଶ୍ନ ଅଛି, ତାକୁ ସମାଧାନ କରିବା। ଯଦି ପ୍ରତି ସେକେଣ୍ଡରେ ଗୋଟିଏ ତାରା ଗଣାଯାଏ ତେବେ ବ୍ରହ୍ମାଣ୍ଡର ସମସ୍ତ ତାରା ଗଣନା କରିବା ପାଇଁ କେତେ ସମୟ ଲାଗିବ? ବୈଜ୍ଞାନିକ ସଂକେତ ବ୍ୟବହାର କରି ସେକେଣ୍ଡ ଏକକରେ ଉତ୍ତର ଦିଅ। ତାପରଟା ବି ସେମିତି, ଜଣେ ବ୍ୟକ୍ତି 10 ସେକେଣ୍ଡରେ 1 ଗ୍ଲାସ ପାଣି ପିଇ ପାରନ୍ତି ବା 200 ମିଲିଲିଟର, ତେବେ ପୃଥିବୀରେ ସବୁ ପାଣି ଶେଷ କରିବାକୁ କେତେ ସମୟ ଲାଗିବ? ତୁମ ବହିରେ ଗୁଡ଼ାଏ ଇନଫର୍ମେସନ୍ ଅଛି ଏ ବାବଦରେ। ଗୋଟିଏ ତାରା ଗଣିବାକୁ 1 ସେକେଣ୍ଡ ସମୟ ଲାଗେ। ବ୍ରହ୍ମାଣ୍ଡରେ ତାରା ସଂଖ୍ୟା ତୁମ ବହିରେ ଦେଇଛି ସେଇ 2-3 ପେଜ ଭିତରେ, ସେଠୁ ଖୋଜିକି ଲେଖିବ। ଗୋଟିଏ ତାରା ଗଣିବାକୁ 1 ସେକେଣ୍ଡ ସମୟ ଲାଗେ। ବିଶ୍ୱ ବ୍ରହ୍ମାଣ୍ଡର ତାରା ସଂଖ୍ୟା ହେଲା 2 ଗୁଣନ 10 ଟୁ ଦି ପାୱାର 23। ତେଣୁ ସମୁଦାୟ ତାରା ଗଣିବା ପାଇଁ କେତେ ସମୟ ଲାଗିବ? ଗୁଣନ 1। ସହଜ ଗୁଣନଟିଏ। ଏବେ ଲେଖିବା ସମୁଦାୟ ତାରା ଗଣିବା ପାଇଁ ସମୟ ଲାଗିବ 2 × 10 ଟୁ ଦି ପାୱାର 23 × 1 ଗୁଣନ 1। ତାପରେ 2 ଗୁଣନ 10 ଟୁ ଦି ପାୱାର 23 ସେକେଣ୍ଡ ସମୟ ଲାଗିବ। ତାपर ନମ୍ବର ପ୍ରଶ୍ନ, ଏକ ଗ୍ଲାସର ଆୟତନ ହେଲା 200 ମିଲି, ପୃଥିବୀରେ ଜଳର ପରିମାଣ ହେଲା 2 × 10 ଟୁ ଦି ପାୱାର 25 ଜଳ ବିନ୍ଦୁ। ତେଣୁ ପୃଥିବୀ ପୃଷ୍ଠରେ ଜଳର ଆୟତନ ଜାଣିବା ପାଇଁ କ'ଣ କରିବା? ହରଣ କରିବା। ଏବେ ଲେଖିବା ପୃଥିବୀ ପୃଷ୍ଠରେ ଜଳର ପରିମାଣ ହେଉଛି 2 × 10 ଟୁ ଦି ପାୱାର 25 ଜଳ ବିନ୍ଦୁ, ଆଉ 1 ମିଲିଲିଟର ଜଳରେ 16ଟା ଜଳ ବିନ୍ଦୁ ରହିଛି। ଏଗୁଡାକ ସବୁ ଆଗରୁ ମାପ କରିକି ଲେଖାଯାଇଛି, ଏ ବହିରେ ବି ଅଛି। ଯେଉଁ ଇନଫର୍ମେସନ୍ ଗୁଡାକ ଦେଇନି 3-4 ପେଜ, ତା ଭିତରେ ସବୁ ଅଛି ହେଲା। ଏଠି ଲେଖିଦବ 1 ମିଲିଲିଟର ଜଳରେ 16 ଜଳ ବିନ୍ଦୁ ରହିଛି। ତାପରେ ଲେଖିବା ପୃଥିବୀ ପୃଷ୍ଠରେ ଜଳର ଆୟତନ କେତେ? 2 × 10 ଟୁ ଦି ପାୱାର 25 ବିଭକ୍ତକ 16। ହରିଦେଲେ ବାହାରିବ 2 × 10 ଟୁ ଦି ପାୱାର 25 ବିଭକ୍ତକ 16। 16 ତାମାନେ 2 ବିଭକ୍ତକ 16 ଦଶମିକ କଲେ ହବ 1.25 ଗୁଣନ 10 ଟୁ ଦି ପାୱାର 24। ଏଇ 1.25 ଟା ଆମକୁ କେମିତି ମିଳିଲା? 1.25 ଗୁଣନ 10 ଟୁ ଦି ପାୱାର 24, ଏଇଟା ହେଲା ଆମର ଉତ୍ତର। କିନ୍ତୁ କେମିତି ପାଇଲି ମୁଁ ତମକୁ ସରଳୀକୃତ କରି ସରଳ ଭାବରେ ବୁଝଉଛି। ଦେଖ 2 କି 16 ରେ କାଟିଲେ କେତେ ହବ? 8। ତାମାନେ 1 ବିଭକ୍ତକ 8, ହର ହେଲା 8, ଲବ ହେଲା 1, 1/8। 10 ଟୁ ଦି ପାୱାର 25 କି କ'ଣ କରିବା? ଭାଙ୍ଗି ଦବା। ଭାଙ୍ଗି ଦେଲେ 10 ଗୁଣନ 10 ଟୁ ଦି ପାୱାର 24। ଏବେ ଦେଖ 10 କୁ 1 ବିଭକ୍ତକ 8 ରେ ଗୁଣିଲେ 10 ବିଭକ୍ତକ 8, ତେଣୁ ଏଟା ହେଲା 10 ବିଭକ୍ତକ 8 ଗୁଣନ 10 ଟୁ ଦି ପାୱାର 24। ଏବେ 10 ବିଭକ୍ତକ 8 କୁ କ'ଣ କରିବା? ଦଶମିକ କରିବା। ଦେଖ 10 କୁ 8 ରେ ହରିଲେ
8 के 8 बढिला 2 दशमिक पड़िला 0 तापर 8 दुणे 16 4 8 पंचा 40 एमती 1.25 गुणन 10 टू द पावर 24 एटा हला हमर आंसर सीटी गोटे लाइन रे लिखितिली काले बुझी परिबनी बोली भलो से बुझेइली गोटे ग्लास रे जल धरुची 200 मिली एबे केते ग्लास हमर दरकार तेणु लिखिबा ग्लास मापरे जल हैला 1.25 गुणन 10 टू द पावर 24 विभक्तक 200 मोट जलर आयतन को प्रति ग्लास पानी रे हरि देले केते ग्लास पानी हमर दरकार सेटा हमें जानि परिले तेणु 1.25 गुणन 10 टू द पावर 24 विभक्तक 200 आकु एथिरे हरि देले जेतिकी बाहरिबो सेटा हला हमर एतिकी ग्लास पानी माने ग्लास संख्या बाहरी पड़िला हैला तेणु 1.25 गुणन 10 टू द पावर 24 विभक्तक 200 को भांगी दबा 2 गुणन 100 100 जे से केते 10 रो स्क्वायर 10 टू द पावर 2 एमिति करले हमको हिसाब करिया को टिके सहज हबो तापर लिखिबा 1.25 बाय 2 गुणन 10 10 आधार समान अछि घात माइनस करा हबो ता माने 10 टू द पावर 24 माइनस 2 24 रु 2 गले 22 आडे 1.25 की 2 रे हरिबा दशमिक करि दबा एटा हबो 0.625 into 10 to the power 22 0.625 केमती जानिले देखो एतिकी ग्लास पानी 1.25 की 2 रे हरण करिकी लेखिबा 1.25 प्रथमे 2 रे हरिले 2 रे तो 1 हरि हबनी 0 1 दशमिक आसिला 212 1.2 2 रे 2 गले 0 तापर ओल्हेबो 5 2 दुणे 4 तामाने 0.625 हमर एमती बाहरी पड़िला तेणु 0.625 into 10 to the power 22 ग्लास एबे लेखा जाईची से गोटे ग्लास पानी की 10 सेकेंड रे पिए तामाने जेतिकी ग्लास पानी हमर हैला बाय जेतिकी ग्लास ऊपर बाहरीची ताकू पिया पे केते समय लागिवो सेतिकी गुणन 10 मने कर गोटे ग्लास पानी पीबाकू 10 सेकेंड लागुची 2 ग्लास पीबाकू 10 गुणन 2 20 3 ग्लास पीबाकू 10 गुणन 3 30 सेमिति 0.625 into 10 to the power 22 एतिकी ग्लास पीबाकू केते समय लागिवो सेतिकी 0.625 into 10 to the power 22 गुणन 10 एबे 22 रे 10 गुणी हे जिवो 6.25 रखिबा 0.625 टा हला 6.25 into 10 to the power 21 आउ हमर 10 टा रहुची खाली गोटे काम कर एटी गोटे लाइन कर दबा देख 0.625 को 10 रे गुणी दबा 6.25 हे गला आउ ये जो रहला 10 टू द पावर 22 से सेमती थाउ ताको छुईबानी तेणु हमर आंसर हैला 6.25 into 10 to the power 22 दिटा जाक साइड टा गुणा हे गला तेणु एतिकी सेकेंड समय लागिले से पानी तक पी के शेष करि दबो आशा करूछि पिला माने तुमे घातर खेलर ए फंडामेंटल गुडाक बहुत भला भाबरे बुझी पारिथिबो आपरे नेक्स्ट वीडियो रे आमे निजे करी देखर समस्त प्रश्नर समाधान करिबा स्टे कनेक्टेड कीप वाचिंग।